ହର୍ମୋନ୍ ଅସନ୍ତୁଳ ହେଲେ ଦେଖାଯାଏ ଏହି ଲକ୍ଷଣ। କରନ୍ତୁ ନାହିଁ ଅଣଦେଖା। ହର୍ମୋନ୍‌ଗୁଡ଼ିକ ଆମ ଶରୀରରେ ଉତ୍ପାଦିତ କେମିକାଲ ବାର୍ତ୍ତାବାହକ, ଯାହା ରକ୍ତ ପ୍ରବାହ ମାଧ୍ୟମରେ ସମଗ୍ର ଶରୀରକୁ ବାର୍ତ୍ତା ବହନ କରେ। ଏମାନେ ଆମର ମୁଡ୍, ଏନର୍ଜି, ମେଟାବଲିଜିମ୍, ନିଦ୍ରା, ଭୋକ, ମାସିକ ଋତୁସ୍ରାବ, ପ୍ରଜନନ, ସ୍ୱାସ୍ଥ୍ୟ ଏବଂ ବୃଦ୍ଧିକୁ ନିୟନ୍ତ୍ରଣ କରନ୍ତି। ଯେତେବେଳେ କୌଣସି କାରଣରୁ ଶରୀରରେ ହର୍ମୋନ୍‌ର ସ୍ତର ଅତ୍ୟଧିକ ବଢ଼ିଯାଏ କିମ୍ବା କମ୍ ହୋଇଯାଏ, ତାହାକୁ ହର୍ମୋନ୍ ଅସନ୍ତୁଳ ବା ହର୍ମୋନ୍ ଇମ୍ବାଲାନ୍ସ କୁହାଯାଏ। ଏହାର ପ୍ରଭାବ ଧୀରେ ଧୀରେ ଦେଖାଯାଏ ଏବଂ ଲୋକମାନେ ପ୍ରାୟତଃ ଏହାକୁ ସାଧାରଣ ଥକାପଣ କିମ୍ବା ଷ୍ଟ୍ରେସ୍ ବୋଲି ଭାବି ଅଣଦେଖା କରନ୍ତି। କିନ୍ତୁ ଯଦି ସମୟ ମଧ୍ୟରେ ଯତ୍ନ ନ ନିଆଯାଏ, ତେବେ ଏହା ଓଜନ ବୃଦ୍ଧି, ଅନିୟମିତ ମାସିକ ଋତୁସ୍ରାବ, ଚର୍ମ ସମସ୍ୟା ଏବଂ ମାସିକ ପରିବର୍ତ୍ତନ ମଧ୍ୟ ଆଣିପାରେ। ବିଭିନ୍ନ କାରଣରୁ ହର୍ମୋନ୍ ଅସନ୍ତୁଳ ହୋଇପାରେ। ସବୁଠାରୁ ସାଧାରଣ କାରଣ ହେଉଛି ଜୀବନଶୈଳୀରେ ପରିବର୍ତ୍ତନ, ଖରାପ ଖାଦ୍ୟ, ନିଦ୍ରାର ଅଭାବ ଏବଂ ନିରନ୍ତର ଚାପ ହର୍ମୋନ୍‌କୁ ଅସନ୍ତୁଳ କରିଥାଏ। କିଛି କ୍ଷେତ୍ରରେ ଜେନେଟିକ୍ କାରଣ, ଔଷଧର ଅତ୍ୟଧିକ ବ୍ୟବହାର, ଅତ୍ୟଧିକ କ୍ୟାଫିନ୍ କିମ୍ବା ମଦ୍ୟପାନ ଏବଂ ଅନିୟମିତ ଦିନଚର୍ଯ୍ୟା ମଧ୍ୟ ହର୍ମୋନ୍ ଅସନ୍ତୁଳ ପାଇଁ ଦାୟୀ। ଶରୀରର ଅସନ୍ତୁଳ ଫେରି ପାଇବା ପାଇଁ ସମୟ ମଧ୍ୟରେ କିଛି କାରଣଗୁଡ଼ିକ ପ୍ରତି ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ ଅଟେ। ହର୍ମୋନ୍ ପରିବର୍ତ୍ତନ ହେଲେ ବିଭିନ୍ନ ଲକ୍ଷଣ ଦେଖାଯାଏ। ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଥକାପଣ। ହଠାତ୍ ଓଜନ ବୃଦ୍ଧି ଏବଂ ହ୍ରାସ ମଧ୍ୟ ଏକ ଲକ୍ଷଣ ହୋଇପାରେ। ମହିଳାଙ୍କ ଅନିୟମିତ ମାସିକ ଋତୁସ୍ରାବ, ମୁହଁରେ ବ୍ରଣ ବଢ଼ିବା, କେଶ ଝଡ଼ିବା କିମ୍ବା ଶରୀରରେ ଅନାବଶ୍ୟକ କେଶ ବୃଦ୍ଧି ହେବା ହର୍ମୋନ୍ ଅସନ୍ତୁଳନର ସାଧାରଣ ପ୍ରଭାବ। ମୁଡ୍ ପରିବର୍ତ୍ତନ, ଚିଡିଚିଡା ହେବା, ଚିନ୍ତା ଏବଂ ହତାଶା ଅନୁଭବ ମଧ୍ୟ ହର୍ମୋନ୍ ସହିତ ଜଡ଼ିତ ହୋଇପାରେ। ଅନିଦ୍ରା କିମ୍ବା ଅତ୍ୟଧିକ ନିଦ୍ରା, ଭୋକର ହଠାତ୍ ପରିବର୍ତ୍ତନ, ପାଚନ ସମସ୍ୟା, ମୁହଁ ଫୁଲିବା, ବାରମ୍ବାର ମୁଣ୍ଡବିନ୍ଧା ହର୍ମୋନ୍ ଅସନ୍ତୁଳନର ମଧ୍ୟ ଲକ୍ଷଣ। ଯଦି ଏହି ଲକ୍ଷଣଗୁଡ଼ିକ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଜରୁରୀ। ଅସନ୍ତୁଳିତ ଖାଦ୍ୟ, ପର୍ଯ୍ୟାପ୍ତ ନିଦ, ନିୟମିତ ବ୍ୟାୟାମ ଏବଂ ଚାପ ହ୍ରାସ କରିବା ଅଭ୍ୟାସ ହର୍ମୋନ୍ ସନ୍ତୁଳନକୁ ଉନ୍ନତ କରିପାରିବ। ଏହା ସହିତ ଚିନି ଖାଇବା ହ୍ରାସ କରନ୍ତୁ, ପ୍ରଚୁର ପାଣି ପିଅନ୍ତୁ ଏବଂ ଏକ ସୁସ୍ଥ ଦିନଚର୍ଯ୍ୟା ଗ୍ରହଣ କରନ୍ତୁ। ଏମିତି ନୂଆ ନୂଆ ଭିଡ଼ିଓ ଦେଖିବାକୁ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ଭଲ ଲାଗିଲେ କମେଣ୍ଟ କରନ୍ତୁ। ରହୁଛି, ନମସ୍କାର।